कि किटରେ ଛାତ୍ର ଆତ୍ମହତ୍ୟାକୁ ନେଇକି କିଟରେ ଓଡ଼ିଶା ବହୁତ ଧୁମଧାମ ମନେଇଛି। କ'ଣ ରହୁଛି ଏମିତି ଶିକ୍ଷାନୁଷ୍ଠାନ ବିଭିନ୍ନ ନାଇଁ ନାଇଁ, ଆପଣ ଯୋଉଟା କହୁଛନ୍ତି ଓଡ଼ିଶା ଦୁର୍ନାମ ମୁଣ୍ଡଉଛି, ଓଡ଼ିଶାକୁ ଦୁର୍ନାମ ଆମେ କରଉଛେ। କାରଣ ଓଡ଼ିଶାରେ ବୋଧେ ବହୁତ ପଢୁଛନ୍ତି ବାହାର କଣ୍ଟ୍ରିର ଛାତ୍ରଛାତ୍ରୀ ପଢୁଛନ୍ତି, ଯୋଉମାନେ ଗୋଟେ ଇନସିଡେଣ୍ଟ ନିଶ୍ଚିତ ଭାବରେ ହେଇଛି ଯୋଉଟା କି ଦୁର୍ଭାଗ୍ୟଜନକ ଘଟଣା କେମିତି ଆଗକୁ ନହବ ସେଇଟା ଆମେ ଚିନ୍ତା କରିବା ଦରକାର। ହଜାର ହଜାର ପିଲା ବାହାର ଦେଶରୁ ସବୁ ଆସିକି ଏଠି ପଢୁଛନ୍ତି, ତେଣୁ ଓଡ଼ିଶାର ଆତିଥ୍ୟ, ଓଡ଼ିଶାର ସଂସ୍କୃତି, ଓଡ଼ିଶାର କଳା, ତାର ପ୍ରସାର ପ୍ରଚାର ମଧ୍ୟ ବିଶ୍ୱ ଦରବାରରେ ହଉଛି। ଯଦି ଆମେ ତାଙ୍କର ମାଇଣ୍ଡ ସେଟ୍ଟାକୁ ଦୁର୍ବଳ କରିଦେବା, ଯଦି ଆମେ ତାଙ୍କୁ ତଳିତଳାନ୍ତ କରିଦେବା, ଆମେ ଉଦ୍ୟମ କରିବା, ତାହେଲେ ଏଇଟା ଠିକ୍ ହବନି। ଓଡ଼ିଶାକୁ ଯଦି ଆମେ ଆଗକୁ ନେବାକୁ ଚାହିଁବା ତାହେଲେ ଆମେ ଗୋଟେ ପଜିଟିଭ ଏନଭାରନମେଣ୍ଟ କରିବା କଥା। ତେଣୁ ଆମେ ପଜିଟିଭ ଏନଭାରନମେଣ୍ଟରେ ଆଲୋଚନା ମାଧ୍ୟମରେ ସେ ପିଲାଙ୍କୁ ଫେରାଇ ଆଣିବା କଥା, କେମିତି ଆଗକୁ ଏଇଟା ନ ହବ ସେ ବ୍ୟବସ୍ଥାରେ ଚିନ୍ତା କରିବା କଥା। ଏବଂ କିଟ୍ ଗୋଟେ ଆନ୍ତର୍ଜାତିକ ସ୍ତରର ହଉଛି ଇନଷ୍ଟିଟ୍ୟୁସନ, ସେଠି ପ୍ରାୟ 3 ଲକ୍ଷ ଇନଡାଇରେକ୍ଟ 3-4 ଲକ୍ଷ ଇନଡାଇରେକ୍ଟ ଏମ୍ପ୍ଲୟମେଣ୍ଟ, 20-25 ହଜାର ଡାଇରେକ୍ଟ ଏମ୍ପ୍ଲୟମେଣ୍ଟ, 50,000 ଆଦିବାସୀ ପିଲାମାନେ ପଢୁଛନ୍ତି, 50,000 ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ବାହାରୁ ଭିତରୁ ଦେଶ ଭିତରୁ ପଢୁଛନ୍ତି। ତେଣୁ କିଟ୍କୁ ଯଦି ଆପଣ ଦୁର୍ନାମ କରିବାକୁ ହେବେ ତାହେଲେ କରିବେ କି ତାର ଯଦି ମର୍ଯ୍ୟାଦା ହାନି ହବ ତାହେଲେ ଆଦିବାସୀ ଭାଇ ଭଉଣୀ ମାନଙ୍କର ମଧ୍ୟ ଯୋଉ ଏଜୁକେସନ ସେଟା ବି ବ୍ୟାହତ ହେଇପାରେ। ଆମେ କ'ଣ ଚାହିଁବା କି ଆମର ଯୋଉ ଆଦିବାସୀ ହରିଜନ ପିଲା ଅଛନ୍ତି ସେମାନେ ମାଓବାଦୀ ହୁଅନ୍ତୁ? ଆମେ କ'ଣ ଚାହିଁବା କି ସେମାନେ ମୂର୍ଖ ହୁଅନ୍ତୁ? ଆମେ କ'ଣ ଚାହିଁବା କି ସେମାନେ ନିଜ ଗୋଡରେ ଛିଡା ନ ହୁଅନ୍ତୁ? ତେଣୁ ମୁଁ କହି ରଖିବା ପାଇଁ ଚାହେଁ ଯୋଉ ହଜାର ହଜାର ଆଦିବାସୀ ହରିଜନ ପିଲା ପଢୁଛନ୍ତି, ହଜାର ହଜାର ପିଲା ଟେକ୍ନୋକ୍ରାଟ ହଉଛନ୍ତି ଏବଂ ବିଭିନ୍ନ ବିଜନେସ ମ୍ୟାନେଜମେଣ୍ଟ ପଢୁଛନ୍ତି, ବାୟୋଟେକ୍ ପଢୁଛନ୍ତି, ବିଭିନ୍ନ ପ୍ରକାର ଷ୍ଟ୍ରିମରେ ଅଛନ୍ତି, ସେମାନଙ୍କ ଭବିଷ୍ୟତ ପାଇଁ ଆମକୁ ଦେଖିବାକୁ ପଡିବ। ତେଣୁ ଆମକୁ ଗୋଟେ ସକାରାତ୍ମକ ଏବଂ ରଚନାତ୍ମକ ଆଚରଣ ଆମକୁ କରିବାକୁ ପଡିବ। ତେଣୁ ଆମେ ଯଦି ଆଚରଣ କରିବା ତାହେଲେ ମୁଁ ଭାବୁଛି ନିଶ୍ଚିତ ଭାବରେ ଆହୁରି ବହୁତ ପିଲା ଆସିବେ ଏବଂ ପିଲାମାନେ ଏଠି ମଣିଷ ହେଇକି ଯିବେ। ବହୁତ ବହୁତ ରହିଛନ୍ତି ତ ନିଶ୍ଚିତ ଭାବରେ, ନହେଲେ କଥାଟା ଷ୍ଟ୍ରେଚ୍ ଏତେ କାହିଁ ହଉଛି? କଥାଟା କାହିଁ, ମୁଁ ତ ଦେଖୁଛି କିଟ୍ ର ଯୋଉ ଛାତ୍ରଛାତ୍ରୀ ମାନେ ସେମାନେ ସମସ୍ତେ କେହି କିଛି ସେମିତି ବାହାରକୁ ଆସୁନାହାନ୍ତି। କିଛି ଲୋକ ଆସୁଛନ୍ତି ମୁହଁଟା ଘୋରେଇକି ଆସୁଛନ୍ତି ଏବଂ ଯୋଉମାନେ ବାହାର ଲୋକ ସେମାନେ ଯାଉଛନ୍ତି ସେଠିକି, ହ୍ୱାଟ ଇଣ୍ଟରେଷ୍ଟ ଦେ ଆର୍ ହାଭିଂ। ତେଣୁ ଯଦି ଓଡ଼ିଶାର ମର୍ଯ୍ୟାଦାକୁ ହାନି କରିବା ପାଇଁ ସେମାନେ ଚାହାନ୍ତି କରନ୍ତୁ, କିଏ ମନା କରୁଛି? କିନ୍ତୁ ଏଇ ସବୁ ଧନ୍ଦା କଲେ ଓଡ଼ିଶାର ମର୍ଯ୍ୟାଦା ନିଶ୍ଚିତ ଭାବରେ ହାନି ହବ ଏବଂ ଓଡ଼ିଶା ବହୁତ ତଳକୁ ତଳକୁ ଯିବ। କିନ୍ତୁ ଆମେ ଯଦି ଓଡ଼ିଶାର ଲୋକ ଓଡ଼ିଶାକୁ ଭଲ ପାଉ, ଓଡ଼ିଶାର କଳା ସଂସ୍କୃତି ଇତିହାସକୁ ଭଲ ପାଉ, ଓଡ଼ିଶାର ଶିକ୍ଷାକୁ ଭଲ ପାଉ, ତାହେଲେ ଆମେ ଦେଖିବା ଆଗକୁ କେମିତି କୌଣସି ଖରାପ କାର୍ଯ୍ୟ ନ ହଉ ଏବଂ ଆଗକୁ ସବୁଯାକ ଅନୁଷ୍ଠାନ କେମିତି ଭଲ ଚାଲିବ ସେ ବିଷୟରେ ଆମେ ରହିବା କଥା। ଯେକୌଣସି ଅନୁଷ୍ଠାନ, ପ୍ରେସ୍ ହଉ, ମିଡ଼ିଆ ହଉ, ସ୍କୁଲ ହଉ, କଲେଜ ହଉ, ଇଣ୍ଡଷ୍ଟ୍ରି ହଉ, ସେଠି ଗୋଟେ ସକାରାତ୍ମକ ବାତାବରଣ ଦେଖାଯାଏ। ସକାରାତ୍ମକ ବାତାବରଣ ଯଦି ନହେଲା ସେ ଅନୁଷ୍ଠାନଟାকে ଫଲ କରିଯିବ ଏବଂ ଗୋଟେ ମେସେଜ ଯାଏ। ଯଦି ଗୋଟେ ଅନୁଷ୍ଠାନକୁ ଆପଣ ନଷ୍ଟ ଭ୍ରଷ୍ଟ କରିବାକୁ ଉଦ୍ୟମ କରିବେ ତାହେଲେ ଆଉ 5ଟା ଅନୁଷ୍ଠାନ ବି ତାଦେହରେ ଆଫେକ୍ଟେଡ ହବ। ତେଣୁ ମୁଁ କହି ରଖିବା ପାଇଁ ଯେ ବହୁତ ଲୋକଙ୍କର ବି ଥାଇପାରେ ମନ ଭିତରେ କିଛି ଜିଜ୍ଞାସା ଥାଇପାରେ କି ଆମେ କେମିତି କେମିତି ୟାକୁ ଡାଉନ କରିବା ପାଇଁ ଯାଉ, କିନ୍ତୁ ତାକୁ ସେମିତି କଲେ ଏଇଟା ଉଚିତ ହବନି। ତେଣୁ ମୁଁ କହି ରଖିବା ପାଇଁ ଚାହେଁ ଗୋଟେ ସକାରାତ୍ମକ ବାତାବରଣ ଭିତରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। କାଲି ଗୋଟେ ପ୍ରେସ୍ ମିଟ୍ରେ ଗଭର୍ଣ୍ଣର ପରିବର୍ତ୍ତନ କହିଛନ୍ତି ମୁକେଶ ମାଲବ୍ୟ ଯେ ସେମାନେ ବ୍ରେକ୍ ଇଏ କରିକି ଜାଲିଆତି ଟିକଟ ପାଇଛନ୍ତି ନିର୍ବାଚନ ତାଙ୍କୁ ତୁରନ୍ତ ବରଖାସ୍ତ କরা। ନାଇଁ ସେଟା ଶୁଣନ୍ତୁ, ଗୋଟେ କଥା ହଉଛି କିଏ କୋଣ ଆଲିଗେସନ ଆଣିଲା କ'ଣ କଲା, ଯଦି ସେ ଦେଇନାହାନ୍ତି ସେ ଆର୍ଟିସି ଦେବେ। କିନ୍ତୁ ମୁଁ କହିବା କଥା ମୋ ପାଖେ ଯେତେବେଳେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ, ମୁଁ ଯେତେବେଳେ ଗୋଟେ ଦାୟିତ୍ୱ ନେଇଛି ମୁଁ ତାହେଲେ କିଛି କହିପାରିବି। ବହୁତ ଭଲ କାର୍ଯ୍ୟକ୍ରମ ରହିବ ଯଦି ରେଗୁଲାର ମିଟିଂ ଚାଲିବ, ସଂକଳ୍ପ ଚାଲିବ, ଲୋକ ଆସିବେ, ଲୋକ ଯିବେ, ପାର୍ଟି ଚଳଚଞ୍ଚଳ ହବ, ବହୁତ ଭଲ। ତେଣୁ ଗୋଟେ ଇଏ ଗୋଟେ ପଜିଟିଭ ଇଣ୍ଡିକେସନ ନିଶ୍ଚିତ ଭାବରେ ରହିବ, ବହୁତ ଭଲ। ବହୁତ ପ୍ରଭାବ ରହିବ। ଧରନ୍ତୁ ଜଣେ ଆସିପାରୁନଥିଲା, ଆସିଲା, ସୁର ବାବୁ ଆସିଲେ, ଆମର ଆଉ ଅନ୍ୟାନ୍ୟ ନେତାମାନେ ମଧ୍ୟ କିଛି କିଛି ଆସିଲେଣି, ଧୀରେ ଧୀରେ ଲୋକ ଚିନ୍ତା କରୁଛନ୍ତି ଯେ ଆମେ ସବୁ କଂଗ୍ରେସକୁ ପଳେଇ ଆସିବୁ, ତେଣୁ ଭଲ ନିଶ୍ଚୟ ହବ। ଭଲ କଥା, ଯଦି କଂଗ୍ରେସର ଲୋକ ସବୁ ଯାକ ବସିବେ ବହୁତ ଭଲ କଥା, କିଛି ଅସୁବିଧା ନାହିଁ। ଗୋଟେ ପଜିଟିଭ ଆସ୍ପେକ୍ଟ, ପଜିଟିଭ ମେସେଜ ତ ଯାଉଛି ନା। ଆଜ୍ଞା ମୁଁ ଜାଣିନି ମୋର କ'ଣ ରହିବ। ଏ କଂଗ୍ରେସ ସଂଗଠନ ନେଇଯାଉଛି, ପ୍ରଦେଶ କଂଗ୍ରେସ କମିଟିର ସଭାପତି କ'ଣ ଦାୟିତ୍ୱ ଦଉଛନ୍ତି, ଆମେ ସେ ଦାୟିତ୍ୱ ଆମକୁ କ'ଣ ଦଉଛନ୍ତି ମୁଁ ତ ଜାଣିନୁ, ଆଲୋଚନା ହେଇନି। ମତେ ସଂକଳ୍ପ ଯାତ୍ରାର ଅଧ୍ୟକ୍ଷ କରିଥିଲେ, ମୁଁ ଚେଷ୍ଟା କରିଛି ସଂକଳ୍ପ ଯାତ୍ରାକୁ ସକ୍ସେସଫୁଲ କରିବା ପାଇଁ ଏବଂ ଯେଉଁମାନେ ଆମର ମେମ୍ବର ଥିଲେ ସେମାନେ ସମସ୍ତେ ଚେଷ୍ଟା କରିଛନ୍ତି ଏବଂ ସମସ୍ତଙ୍କର ସଦିଚ୍ଛାରୁ
संकल्प यात्रा सफल ଯୁବକମାନଙ୍କୁ ଯୋଡ଼ିବା ପାଇଁ କିଛି ସ୍ପେଶାଲ ଡ୍ରାଇଭ୍ हाँ 100% स्पेशल ड्राइव हम युवक मैंने न जोड़े क्रांति केमती आस छात्र मैंने न जोड़े क्रांति केमती आस तेणु हम सब धीरे धीरे सर आगु पंचायत इलेक्शन आସୁଛି ପୌରାଞ୍ଚଳ इलेक्शन आସୁଛି ତାକୁ ନେଇ କ'ଣ ପ୍ରତିକାର लड़ू आम इलेक्शन आज पॉलिटिकल पार्टी तो घर शोबनी इलेक्शन लड़ब आम पंचायत जितने उद्यम करूँ कारण ये तो दुईटा जाक विरोधी दल हूँ फेल करुच्ची सरकार भी फेल कर तेणु आमको लोक भोट देवे बोले आशा कर ନୂଆ ନାମନୀତି ରହିବ ଏଥର आलोचना हेले आपको निश्चय जनइबी ଜନମତ ପରିବେଶ କରୁଛନ୍ତି ଯୁବ କିନ୍ତୁ ଇଭିଏମ୍ ଘୋଟାଲା ପ୍ରତି କେତେ କ'ଣ जो जनमत जीव ईवीएम घोटाला कौन कर आम सब जिन आमर पार्टी हूँ न्यासनाल स्तर लड़ुची राहुल गांधी आमर नेता सी जहाँ कहे आम से लाइन में निश्चित भाव में जीव खाड़गे जी जहाँ कहे से लाइन में जीव सोनिया गांधी प्रियंका गांधी जो लाइन आमको धरवे से लाइन में जीव एवं से बिगर लीडर से सब ईवीएम टू आरंभ कर जो जी इलेक्शन कमिशन जहाँ कह कथा कहते राहुल गांधी तेणु राहुल गांधी गोटे विचक्षण राजनेता एवं से गोटे सांविधानिक अधिकार केमती लोक रत्नवान अच्छा तेणु मु भावुँ निश्चित भाव भल ନୂଆ ଦାୟିତ୍ୱ ଦେଲା ପରେ ନୂଆ ପ୍ରଣାଳୀ ନୂଆ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶାରେ କିଛି ଆସିବା ପାଇଁ मुझे विषय कहीपरि से विषय सभापति कहे कि मत लगुच निश्चय किसी ना कि 2-4 मास भर कि पॉजिटिव इंडिकेशन मिले